ଅରଣ୍ଡୁଆଠାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଅରଣ୍ଡୁଆ ଗ୍ରାମରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ମା ସୁଭଦ୍ରାଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଜା ରୋଷଣୀ ବହୁ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ଜୟ ଜଗନ୍ନାଥ ଧ୍ୱନିରେ ରଥଟଣା ହୋଇଯାଇଛି। ରଥଟଣା ପୂର୍ବରୁ ଶ୍ରୀଜୀଉଙ୍କଠାରେ ମିଠା, ରସଗୋଲା, ପୋଡ଼ପିଠା ଭୋଗ ଲାଗି ହୋଇଥାଏ। ଶ୍ରଦ୍ଧାଳୁମାନଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା ଅନୁଷ୍ଠିତ ହୋଇଯାଇଛି। ମନ୍ଦିରଟି ଉମାକାନ୍ତ ଖୁଣ୍ଟିଆଙ୍କ ଦ୍ୱାରା ଗ୍ରାମର ଲୋକମାନଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଥିଲା। ଗ୍ରାମର ମନ୍ଦିର କମିଟିର ପରିଚାଳନାରେ ପ୍ରତିଦିନ ପୂଜା ସହ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ଛେରା ପହଁରା ଉମାକାନ୍ତ ଖୁଣ୍ଟିଆ କରି ଆସୁଛନ୍ତି। କମିଟିର ସଭାପତି ଜଗବନ୍ଧୁ ପଲାଇ, ସମ୍ପାଦକ ରବୀନ୍ଦ୍ର ମୁଦୁଲି, ଜଗବନ୍ଧୁ ମୁଦୁଲି, ମୁକ୍ତିକାନ୍ତ ନାୟକ, ଦାମୋଦର ପାଳକ, ତିପିର ବାରିକ, ଶିବ ପ୍ରାଣୀଗ୍ରାହୀ, ରାମଚନ୍ଦ୍ର ମଲ୍ଲିକ, ଗୋପୀନାଥ ମୁଦୁଲି, ମଙ୍ଗଳ ନାୟକ, ସୁରତ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ସଫଳ କରାଇଛନ୍ତି। ବ୍ୟୁରୋ ରିପୋର୍ଟ, ଆର୍ସିଏନ୍ ଓଡ଼ିଆ।